ଆଜି ଅନ୍ଧାରୁଆରୁ ଉଠି ଆଗ ବୋଉ ଗାଧେଇ ପଡ଼ିଲେ ଶୁଭ କଳସ ବସିବେ ବୋଲି ପ୍ରଥମେ ମୁରୁଜ ପକେଇଲେ। କାହିଁକି ନା ଆଜି ହଉଛି ଅଯୋଧ୍ୟା ନଗରୀରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ମନ୍ଦିରର ପ୍ରାଣ ପ୍ରତିଷ୍ଠା। ସେଥିପାଇଁ ଏଇଟା ହଉଛି ଆମର ତାଙ୍କ ପ୍ରତି ଶ୍ରଦ୍ଧା ଭକ୍ତି ଓ ନିଷ୍ଠା। ଅତି ଶ୍ରଦ୍ଧା ଓ ଭକ୍ତିର ସହିତ କରିଥିଲେ ବୋଉ ଶୁଭ କଳସର ସ୍ଥାପିତ। ଆଜି ଘରେ ଘରେ ଶୁଭୁଥିଲା ସମସ୍ତଙ୍କର ହୁଳାହୁଳି ସହିତ ଶଙ୍ଖ ଧ୍ୱନିର ନାଦ। ଆଜି ଗୋଟେ ଭଲ ଦିନ ବୋଲି ପ୍ରଥମେ ନୂଆ ଲୁଗା ପିନ୍ଧି ଟିକେ ସଜ ହେଇଗଲି। ତାପରେ ଦି ଚାରିଟା ଫଟୋ ଉଠେଇ ଚାହା ଚକୁଳି ଚୁଡ଼ା ଭଜା ଟିକେ ଖାଇଲି। ଆଜି ଦିନ ଯାକ ପାଳିଥିଲୁ ଆମେ ଅରୁଆ ଖାଇ। ଲଞ୍ଚରେ ଖିଆ ହେଇଥିଲା ଭାତ ଡାଲମା ଆଉ ଟିକେ ଟମାଟୋ ବାଇଗଣକୁ ଭାଜି ଦେଇ ତାକୁ ଟିକେ ଚକଟା ଚକଟି କରିଦେଇ। ଆଜି ମୋର ଖୁସି ହବାର ଆଉ ଗୋଟେ ବି କାରଣ ଅଛି। ଆଉ ସେଇଟା ହଉଛି ମୋ ଫୁଲ ଗଛରେ ଆଜି କଢ ଧରିଛି। ବହୁତ ଦିନର ଅପେକ୍ଷାର ଆଜି ଅନ୍ତ ଘଟିଲା। ଆଉ 2-4 ଦିନ ପରେ ଫୁଲ ଫୁଟିବ ବୋଲି ତାର ସଂକେତ ମିଳିଲା। ମନ ଖୁସିରେ ଛାତ ଉପରେ ସବୁ ଲୁଗାପଟା ମୁଁ ତୋଳି ଆଣିଲି। ସଞ୍ଜ ଦେଲା ବେଳେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପାଇଁ 5ଟି ଦୀପ ଜାଳିଲି। ଏଥର ଆସିଗଲା ରାମରାଜ ଆମ ସମସ୍ତଙ୍କର କେତେ ବଡ ଭାଗ୍ୟ। ଆଜି ସନ୍ଧ୍ୟାବେଳେ ଖାଇବାର ସୁଯୋଗ ମିଳିଥିଲା ପ୍ରଭୁ ଶ୍ରୀ ସତ୍ୟନାରାୟଣଙ୍କ ଭୋଗ ଥିଲା। ସେଥିରେ ଚୁଡ଼ା ଘଷା, ଫଳମୂଳି, ମିଠା ଆଉ ଶିରିଣି। ଆଜି ଡିନର କରିଥିଲି ସେଇ ଭାତ ଡାଲମା ଆଉ ଲେମ୍ବୁ ପାଣି। ଶେଷରେ ବର୍ଷାଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ। ଜୟ ଜଗନ୍ନାଥ।